ମୁଁ ଘରେ ପୁରା ଏକଲା ଖାଇବାକୁ ପାଉନି। ଯାଉ ପଛରେ ମା ଆସିଲେ ସଫା କରିବ, ମୁଁ ନେଇକି ପଳାଏ। ବାରୁଅ ଫାରୁଅ ଆଖ ନଳୀ ସବୁ ଆମ ଆଗ ଯିକି ଯିବ। ଇଏ ଦେଶ କି ଅଣ୍ଡା, ଦେଶୀ ଅଣ୍ଡା। ପିଠାଟା ଫାଟିଗଲା। ଏଇ ଯୋଉ ବାସ୍ନାଟା, ଯୋଉମାନେ ଆଇଁଷା ଥିବେ ତାଙ୍କୁ ବହୁତ ମାନେ ଏଟା ଉଲ୍ଟିବନି ହେଲା ଏଠି ଭାଙ୍ଗିକି। କି ଭଜାଟା କି ଭଜା? ହା ସିଏ କଣ ଆଉ ତା ପାଖରେ କଣ ତୁ ଖାଇଛୁ? ନେଇଯିବୁ ଶଳା, ନେଇଯିବ କହିଲା, ନେଇଯିବ ଶଳା, ନେଇଯିବ। ତୁ ଯିବୁ କୋথায় ବସ। କିନ୍ତୁ ଆପଣମାନେ ଯଦି ମୋତେ ମନିଟାଇଜ କରୁଛନ୍ତି ଦେନ୍ ମୁଁ ସେଟା କରିପାରିବି। କଣ ପାଇଁ? ହିଣ୍ଟ, ମାଛ ଚାଷ ଠାରୁ ମାଛରେ ସ୍ମଗଲ କରୁଥିବା ଜିନିଷ ବି ଦେଖିପାରିବି ମୁଁ। हेलो हाय नमस्कार जय जगन्नाथ सामना। ଆଜିର ଏ ଫ୍ରେଶ ବ୍ଲଗ ମୁଁ ସ୍ୱାଗତ କରୁଛି ଆପଣଙ୍କୁ, ଆପଣଙ୍କ ଭଦ୍ରକ ଟୋକା। କହିବାକୁ ଗଲେ ମୁଁ ଘରେ ପୁରା ଏକଲା ଖାଇବାକୁ ପାଉନି। ବ୍ରସ୍ କରି ଆସି ପେଟେ ଜୋରେ ଭୋକ ହଉଛି, ମୁଁ କହିପାରୁନି। ସେଥିପାଇଁ ମୁଁ ଯାଉଛି ବନେଇବି ଘରେ ସାରା, ଏତେ ସାରା ଖାଇବା ପଚୁଛି କହିବାକୁ ଗଲେ। କହିବାକୁ ଗଲେ ଆଳୁ ଫାଳୁ ତ ଯାହା ଅଛି ପଚୁଛି, ବାଇଗଣ ଫାଇଗଣ ପଚିଗଲାଣି, ଟମାଟୋ ପଚିଗଲାଣି ହେଲା। ପିଠଉ ବାଟିଥିଲି, ଗ୍ରାଇଣ୍ଡ କରିଥିଲି, ସିଏ ଅଛି। ଏଟା ପିଆଜ କାଟିଛି, ଆଉ କଣ ଗୋଟେ ବସି ବନେଇବା ଆଉ ହେଲା। ଫ୍ରିଜ ରୁ କଣ ନେଇକି ଆଣେ, କ୍ଷୀର ସବୁ ଅଛି ଅଲମୋଷ୍ଟ, ବନେଇବା ମତେ ଭାରି କଷ୍ଟ ହଉଛି। ମାନେ କଣ ବନେଇବି କଣ କରିବି, ଏମିତି ଫ୍ୟୁଜନ ର ରୁଟି ଅଛି, କ୍ଷୀର ଫୀର ଅଛି, ଏପଟର ମିକ୍ସ ଭେଜ ଅଛି, କିନ୍ତୁ ବନେଇବି କଣ ମତେ କିଛି ଭଲ ଲାଗୁନି। ଏ ଦେଖ ଏଠି ସଢିଗଲାଣି। ଯାଉ ପଛରେ ମା ଆସିଲେ ସଫା କରିବ, ମୁଁ ନେଇକି ପଳାଏ। ଏତେ ଟମାଟୋ ବି କଣ କରିବି? ଚାଲନ୍ତୁ ଇଏ କରିଦବା, ଦୋସା ବନେଇବା, ନହେଲେ ଦୋସା ନହେଲେ ଚକୁଳି। ଅଣ୍ଡା ଅଣ୍ଡା ଅଛି, ଦେଶୀ ଅଣ୍ଡା ଆଣିଛି, ଦେଶୀ ମୁର୍ଗୀ କା ଅଣ୍ଡା ପଳେଇ ଅଛି। ଟିକେ ମଝିରେ ପଳେଇଲା ତ, ଗୁରୁବାର ଥରେ ପଡିଗଲା, ସେଥିପାଇଁ ଅଣ୍ଡାଟା ଟିକେ ଲୁଚିକି ରଖିଥିଲି। ଇଏ ହଉଛି ପିଠଉ, ଟିକେ ପାଣି ପକେଇକି ଗୋଳେଇବି ପତଳା କରିବା। ତମକୁ ପତଳା ଦରକାର ପିଠା, ଆମେ ମୋଟା ପିଠା ଖାଇପାରିବୁନି, ପତଳା କରିବାକୁ ପଡିବ। ତ ଏଟା ସବୁ ଫ୍ରିଜରେ ରଖି ଆସୁଛୁ। ଆସିକି ଆମେ କଣ କରିବା, ଏଟାକୁ ମିଶେଇବା ପୁରା, ଘାଣ୍ଟିବା। ମାଛ ବାଲା ଆସିଥିଲା, ମୋର ଉଠିବା ଲେଟ୍ ହେଲା ଟିକେ ହେଲା। ମୁଁ ଟିକେ ଉଠି 9ଟା 10ଟା ବେଳକୁ ଉଠେ। ମତେ ଯିଏ ବାହା ହବ ସେ ଖୁସିରେ ରହିବ, କାରଣ ମୁଁ ନିଜେ ଗୋଟେ ଘରେ ତାକୁ କଣ କହିଦେବି, ତାକୁ ତ ଉଠେଇଦେବି ଜଲ୍ଦି ନା କଣ ନା। ଗୋଟେ ଲିକ୍ୱିଡ କଲେ କଣ, ପତଳା ପିଠାଟା, ପିଠାଟା ପୁରା ମୁଁ ପୁରା ଏମିତି ଏମିତି ପିଠା ଖାଏ, ମୋଟା ପିଠା ଖାଇପାରେ ନା। ଟିକେ ଛାଡିଦବା କିଛି ସମୟ, ତା ଭିତରେ ଆମେ ପିଆଜ କାଟିଦବା। ଅଣ୍ଡା, ଅଣ୍ଡା ଦେଶୀ ଅଣ୍ଡା, ପୁରା ଦେଶୀ ମୁର୍ଗା କା ଅଣ୍ଡା 5ଟା ଆଣିଥିଲି ଆମର କୁକୁଡା ମା ପାଖରୁ, ତାକୁ ଆଜି ବରଣୀ କରିଦବା। ଆଇସ୍କ୍ରିମ, ଫାଷ୍ଟ ଟମାଟୋ କାଟିଦବା। ସିରିୟସଲି କହିବି, ଟମାଟୋ ସଢୁଛି ହେଲା। ମାନେ ଖାଇବା ପାଇଁ କେହି ନାହାନ୍ତି, ଏକିଟିଆ। ମା ଯାଇଛି ନାନୀ ଘରକୁ, ତ ଜାଣିଥିବେ, ଲାଷ୍ଟ ବ୍ଲଗରେ କହିଥିଲି। ରାସ୍ତା ପାଖ ଘର, ଖଟ ଖଟ କଲେ ବି ଶୁଭିବ, ମଟମଟ କଲେ ବି ଶୁଭିବ। ମାନେ ବାରୁଅ ଫାରୁଅ ଆଖ ନଳୀ ସବୁ ଆମ ଆଗରେ ଯିକି ଯିବ ହେଲା। ଆଜି ହଉଛି ଶ୍ରୀରାମ ଦଶମୀ ପାଇଁ, ଆଜି ଆମର ଧୀଡ଼ିରୁ ରାଲି ବାହାରିବ, ତ ପ୍ରତ୍ୟେକ ବର୍ଷ ବାହାରେ। ତ ଆଜି ଯିବା, 3ଟା ଖଣ୍ଡେ ବେଳେ ଯିବା ହେଲା।
ଏବେ ଖାଇ ପିଇକି ଟିକେ ରେଷ୍ଟ ନେଇକି ତାପରେ ଯିବା। ମୁଁ ଏଡିଟିଂ ରାତିରେ ଟିକେ କରୁଛି ତ, ଯୋଉମାନେ ଦେଖି ନାହାନ୍ତି ମୋ ବ୍ଲଗ ଟାକୁ ଲିଟରାଲି ଯାଇକି ଦେଖନ୍ତୁ, ବହୁତ ଭଲ ଲାଗିବ। ପ୍ରତ୍ୟେକ ଦିନ ବ୍ଲଗ ମୁଁ ଅପଲୋଡ କରୁଛି, ହୁଏତ ଗୋଟେ ଦିନ ଗ୍ୟାପ୍ ଦେଇକି ଅପଲୋଡ କରୁଛି, ପ୍ରତ୍ୟେକ ଦିନ ଅପଲୋଡ କରୁଛି। ଯାଇକି ଦେଖନ୍ତୁ, ଲାଇକ୍ କମେଣ୍ଟ ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ ପ୍ଲିଜ। ହେଲା, ବହୁତ କଷ୍ଟ ଲାଗୁଛି ଏଡିଟିଂ କରିବାରେ। ଟାଇମ ଦେଖ, ରାତି ସାରା ଶୋଇନି, ଆଖି କେମିତି ଲାଲ। ସିରିୟସଲି ଏଡିଟିଂ ଖାଲି করে, ଭଏସ ଓଭର ଏଡିଟିଂ ସତ୍ୟାନାଶ ହେଉଛି ଆଖି। ନିଦ ତ ଯାହା ହଉଛି ହଉଛି। ଆମର ସେଠି ଗଲା ଜଳି ପରା। ଆମେ ବଡ ରୋଷେଇ ନୁହଁ, ରୋଷେଇ କରୁନା ବିଲକୁଲ, କିନ୍ତୁ କେହି ନାହାନ୍ତି ତମେ କରିବାକୁ ପଡିବ। ଗୋଟେ ରହିଯାଇଛି ପିଆଜ କାଟି। ଦେଖ, ଏତିକି ସାରା ପିଆଜ, ମୁଁ ବହୁତ ପିଆଜ ଖାଏ। କେତେ, ମୁଁ 5ଟା ପିଆଜ ଆହୁରି ଅଛି, ସଢୁଛି। ରଖି କଣ, ମୁଁ ଆମଲେଟ ବଗେରା ବହୁତ ପିଆଜ ଖାଏ। ଆମଲେଟ, ଆଳୁ ଭଜା, ବହୁତ ପିଆଜ ଖାଏ ମୁଁ। ଦେଖ ଏତେ ସାରା ପିଆଜ ଗୋଟେ ବେଲାରେ, ତାପରେ ଆମେ ଟିକେ ବ୍ଲାକ୍ ପେପର ପକେଇବା। ଏଇଟା ବ୍ଲାକ୍ ପେପର, ଟିକେ ଧଣିଆ ପାଉଡର ପକେଇବା। ହଳଦୀ, ହଳଦୀ, ଏଟା ହଳଦୀ। ମୁଁ ଜାଣିପାରେ ନା, ମୁଁ ଦେଖିଲି ଆଖି ପୁଡୁଛି ଜଣା ପଡୁନି। ଟିକେ ହଳଦୀ, ଟିକେ ଇଏ ମସଲା ପକେଇବା, ଟିକେ କଣ ଅଛି ଜାଣିନି ନା। ହେଲା, ଟିକେ ଲୁଣ ସ୍ୱାଦ ଅନୁସାରେ ପକେଇବା, ଘରେ ବେଶୀ ପକେଇବା। କଣ କେମିତି କାଟିଛି ମାନେ ସ୍କୋୟାର ଏମିତି ଲମ୍ବା ଲମ୍ବା କାଟିଛି, ତାକୁ ନ ଭାଙ୍ଗିଲେ ହବନି। ये देश की अंडा, देसी अंडा, एक तो 3 ଏକ୍ସାକ୍ଟ କଣ, ମୁଁ ରଖିବି ଦିଟା, 5ଟା ଅଛି ମୋର, ଦିଟା ରଖିବି, ପରେ ଖାଇବି। ପରେ ଇଭିନିଙ୍ଗସ୍ କଣ ସନ୍ଧ୍ୟା ବେଳେ, ଇଭିନିଂ ସ୍ନାକ୍ସ ଟା ଖାଇବି। ହାତ ପୁରା ଗନ୍ଧା। କ୍ୟାମେରା ଚାଲିଛି, ଆସ କ୍ୟାମେରା ଚାଲିଛି, ଆସ। ତ ପଳେଇ ଆସିଲେ ବ୍ଲଗରେ, ମୋ ଭାଉଜ ପଳେଇ ଆସିଲେ ବ୍ଲଗରେ। ଆଇଟମ ବନେଇବ କଣ, ଚକୁଳି ପିଠା, ଅଣ୍ଡା ଆମଲେଟ। କୋଉଟା ହଉଛି, ହଁ ଭାଉଜ ବନେଇବେ ଆସିକି ନା କଣ, ଚପଷ୍ଟିକ୍ ଟା। ଏଟା ପଛରେ କରିବା, ଏଇଟା ଆଗେ ଫେଣ୍ଟିବା ଆମେ। ଏଟା ଫେଣ୍ଟା ସରିନି ଆମର, ସେ ଯୁଦ୍ଧ କରିବା ଏଠି। ଆମେ ହଁ ମୁଁ ଖାଇବି, ମୁଁ ଏଇ ଏବେ ଖାଇବା ଯାଉଛି। ଦିପହରେ ଆମର ଆର ଘରେ ମାଛ ହେଇଛି, ମାଛ ଭାତ, ଭାଉଜ ନିମନ୍ତ୍ରଣ କରିଦେଇ ଗଲେ, ଆଣିକି ଦେବେ, ମୁଁ ଯିବିନି ଖାଇବା ପାଇଁ। ହେଲା, ପୁରୁଣା ଘରେ ଆମର ସବୁ ହେଇଛି। ଏଟା ହଉଛି ଏଟା ମୁଁ ସକାଳ ପାଗଟା ମୁଁ ପକଉଛି, ଖାଇ ଦେଇକି ବାହାରିବି ରାଲେ ପାଇଁ, ଯୋଉ ରାମନବମୀ, ରାମ ଦଶମୀ ପାଇଁ, କାହିଁକିନା ନବମୀରେ ଭଦ୍ରକରେ ହୁଏ, ରାମନବମୀ ଟା ଦଶମୀରେ ତିହିଡିରେ ହୁଏ, ଆଉ ରାଲିଟା ତିହିଡି ପାଇଁ ହଉଛି। ଘର ସାମ୍ନା ରାସ୍ତା ସାଉଣ୍ଡରେ ସବୁ ଭଲ ଲାଗୁନଥିବ। ଗୋଟେ ପେପର ପ୍ଲେଟ ଥିଲା, ଚଢିଗଲା ସିଏ। ଡ୍ରେସ ପଡିଗଲା। ଦେହ ଭଲ ନାହିଁ, ସଫା କରି କରି ଦିନ ଚାଲିଯିବ। ଏବେ ଜଷ୍ଟ ହାତ ଗୋଡ ଧୋଇକି
ଉଠିକି ଧୋଇ ଧୋଇକି ଆସିଲି। ଛେନ୍ ବେଳେ କଣ ଭଲ କେମିତି କଣ? ଆମେ ପୁରା ପିଓରଲି ପତଳା କରିବା। ଚକୁଳି ଘରେ ଖାଇଥିବ, ମୁଁ ଯୋଉ ଚକୁଳି କରିବି ବୁଝିଲ? ସେ ଟିକେ ବେଷ୍ଟ ମାନେ ଚୁଲାଟା ସାଇଟ୍ ହେଇଗଲା, ଆମେ ମଝି ଚୁଲା ଲଗେଇବା। ଏଇଟା ବନ୍ଦ କରିଦବା ସାଇଟ୍ ଆଉ ମଝିରେ ଏମିତି କରିବା। ଏମିତି ଟିକେ କ୍ୟାମେରାର ଆଙ୍ଗେଲ ଚେଞ୍ଜ କରିଦବା। এইটা হবো পতলা বেশ দেখে দেখবে ତମେ। ପୁରା ୟୁଜ ପୁରା ଅଣ୍ଡା ପାଣି ଭଳିଆ ପତଳା, ସେଇଭଳିଆ ପତଳା ହବ ପତଳା ବି। ଜାଗା ଟିକେ ଅଲଗା ବାଛିଦେଲି, ଲଙ୍ଗୁରା ହବାକୁ ପଡିବ, ବହୁତ ସାରା ଲଙ୍ଗୁରା ହବ। ଏଇ କାହିଁକି ନା ପତଳା ନା ଭାଙ୍ଗିଯିବ ତ, ଉପରୁ ବି ଟିକେ ଭଲସେ କୁକ୍ ହବା ଦରକାର। ସେ ସମୟରେ ଆମେ ଟମାଟୋ ପକେଇଦବା ପିଆଜରେ, ଯଦି ଆମେ ଅଣ୍ଡା ଇଏ କରି ରଖିଥିଲେ ଟମାଟୋ ବି ତା ସାଙ୍ଗରେ ପଡିଯିବ। ଟମାଟୋଟା ଲାଇଟ୍ କଞ୍ଚା କଞ୍ଚା ହବ, ପିଆଜଟା ପୁରା ଜରିଲେ ଖାଏ। ପିଆଜ କଞ୍ଚା କଞ୍ଚା ଥିବ, ଟମାଟୋ କଞ୍ଚା କଞ୍ଚା ଥିବ, ଟେଷ୍ଟ ଅଛି ଟେଷ୍ଟ। ଆମଲେଟ କରିଦବା, ପିଠା ଆମଲେଟ ଆଉ କିଛି କରିବ। ଏଇଟା ଥବ ଆମର ପଛରେ ଦେଖିବା କଥା। ପିଠା ରଖିବା କୋଉଠି? ସାଙ୍ଗେ ସାଙ୍ଗେ ଖାଇଦବା, ବେଶୀ ୱେଟ୍ କରିବାନି, ସାଙ୍ଗେ ସାଙ୍ଗେ ଖାଇଦବା ଆମେ। ଏଇଟା ଆମର ପ୍ଲେଟ୍, ଏଇଠି ରଖିବା ପିଠା, ପିଠା ଏଇଠି ରଖିବା। ପିଠା ଫାଟିଗଲା, ପିଠାଟା ଫାଟିଗଲା। ଦେଖ କେତେ ପତଳା ଦେଖ। ସିରିୟସଲି ତମ ଘରେ କରିଥିଲ ଆମେ ପତଳା? ଆମ ଘରେ ବି କରିନାହାନ୍ତି, ମୁଁ କରେ। ନା ଆଉ ଟିକେ ହବ, ତଳପଟା ଟିକେ ପୁଡ ପୁଡ ହବ, ପୁରା ପୁଡ ପୁଡ କରିକି କାଢିବା। ପିଠାଟା ଅଣ୍ଡାଟା ଏତିକି ମୋଟା କରିବା, ହବ ଯଦି ଆଉ ଗୋଟେ ଅଧା ଅଣ୍ଡା ପକେଇଦେବି, ମୋଟା ପିଠା ଆମଲେଟ କରିବା ୟା ଭିତରେ। ହେଇକି ଯାଉଛି, ତଳଟା ବରାବର ହେଇନି ହେଲା, ଫେଣ୍ଟାଟା ହେଲାନି ବରାବର ୟାର। ନା ଦେଖ ଭାଙ୍ଗିଗଲା, ସିରିୟସଲି ଭାଙ୍ଗିଗଲା। ଏତେ ପତଳା ହାତରେ ଉଠି ଯାଉଛି କିନ୍ତୁ ଭାଙ୍ଗି ଯାଉଛି। ହାତରେ ବି ଗୋଟେ ଅଛି ପାୱାର, ଯେତିକି ମାନେ ନନଷ୍ଟିକ ତ ଲାଗିବନି, ଦେଖ ଏତିକି ଥରଟାର ଖାଇବା ହେଇଥିବ। ଛାଡ ଆଉ ଏଥିରେ ପକେଇବା କି ତେଲ ମାତ୍ରା ଦେଖିବୁ, ଆମର ସନଫ୍ଲାୱାର ତେଲ। ମୁଁ just ମୁଁ ଗୁରା କରିଦେଲି ସିରିୟସଲି ମଜା ଲାଗିଲା। ଏଥର ମୁକା ହେଇଯିବ, ବେଶୀ ପିଠଉ ପଡିଗଲା। ଖେଳେଇଦେବି ପୁରା, ଏଥର ଟିକେ ମୋଟା ହେଇଛି। ଷ୍ଟାଇଲ ମାରୁ ମାରୁ ମୋର ଷ୍ଟାଇଲ ବାହାରିଗଲା। ଦେଖ କେତେ ପତଳା ଦେଖ। ଲୁଣ ପକେଇନି ମୁଁ, ଅଲଣା ଲାଗୁଛି ସିରିୟସଲି। ଲୁଣ ପକେଇନି ମୁଁ, କଣ କରିବ କଣ ମଣିଷ, ଭୁଲି ବେଚଲର ପିଲା ଭୁଲି ଯାଆନ୍ତି। ବେଚଲର ଆମେ ମେସ୍ ରହୁଥିଲୁ କିନ୍ତୁ ଭୁଲିଗଲେ ଯାଉ, ଲୁଣ ପକେଇଥିବୁ ଗୁଳେଇବା ଭୁଲି ଯାଉ। ପଖାଳ ଖାଇଥିବୁ ଲୁଣ ପକେଇଥିବୁ ଗୁଳେଇବା ଭୁଲି ଯାଉ।
ଲୁଣ ପକେଇ ନଥିବ ଭୁଲି ଯାଉ ଅଣ୍ଡା ଆମଲେଟ କଞ୍ଚା ଥିବ ଖାଇଦଉ ବହୁତ ଜିନିଷ। ମୁଁ ପିଠାଟା କରିସାରିଲା ଆମଲେଟ ବେଳକୁ ଦେଖେଇବି ହେଲା। ଏବେ ଦେଶ କା ଅଣ୍ଡା କରିବା ପୁରା 5ଟା ଅଣ୍ଡା ପକେଇ ଦେଇଛି। 4ଟା ଅଣ୍ଡା ପକେଇ ସରି ତାପରେ ଗୋଟେ ପକେଇଲି। ଦେଶ କା ଅଣ୍ଡା ତମାନେ ଭାବୁଥିବ ଦେଶ କା ଅଣ୍ଡା ଖାଇକି ମୁଁ ଦେଶ କା ଅଣ୍ଡା ମୁଁ ଖାଏ ନା ଦେଶୀ ଅଣ୍ଡା ଖାଏ ମୁଁ ଆଉ ବିଦେଶ ଅଣ୍ଡା ଖାଏ ନା। ଅଷ୍ଟ୍ରେଲିଆ ମୋ ଦ୍ୱାରା ହୁଏ ନା ମାନେ ଦେଶୀ ଅଣ୍ଡା। ଆଉ ଅଣ୍ଡା କାହିଁ ପିଆଜ ବେଶୀ ମୁଁ ପିଆଜ ହିଁ ବେଶୀ ଖାଏ ହେଲା। ପିଆଜ ହିଁ ବେଶୀ ଖାଏ। ଠିଉ ପାଣି ନେଇକି ଆସିଲା ଏତିକି ଦି ବାଲ୍ଟି ନେଇ ଆସିଲୁ ହେଇଠି ରଖୁନୁ ଭାଇ। ଆମ ଟ୍ୟୁବଲରୁ ପାଣି ବାହାରୁନି ମାଡ଼ି ମାଡ଼ିକି ଆଇଲା ପୁଣି ଯାଇକି ହେଠୁ ନେଇ ଖୁଡ଼ି ଘର ବାଟରୁ ନେଇକି ଆସିଲା। ଏଇ ଯୋଉ ବାସ୍ନାଟା ଯୋଉମାନେ ଆଇଁଷା ଥିବେ ତାଙ୍କୁ ବହୁତ ମାନେ ସେମିତି ମତେ ମୁଁ ସବୁ ଖାଇଛି ଯୋଉ ଆଇଁଷ ବାସ୍ନାଟା ମତେ ପୁରା ଦିଲ୍ ତାର ଗାର୍ଡେନ ଗାର୍ଡେନ କରିଦିଏ ମୋର ସିରିୟସଲି। ବୁଲିବନି ହେଲା। ଏଟା ଉଲ୍ଟିବନି ହେଲା ଏତେ ଭାଙ୍ଗିକି ଆମେ ପଲଟେଇବା କାଟିବାକୁ ପଡ଼ିବ ନା ବଡ଼ ପିସ୍ଟା ଦିବା ଉଲ୍ଟେଇ ଦେନି ଉଲ୍ଟା ବାଗାର। ଟିକେ ଟିକେ ଇଏ ହେଇଗଲାଣି 5 ମିନିଟ୍ ଛାଡ଼ିଦେବା ଆମର ବାହୁବଲି ଆମଲେଟ୍ ରେଡ଼ି ହେଇଯିବ ଦେଶୀ ଅଣ୍ଡାରେ ମାନେ ଦେଶ କା ଅଣ୍ଡାରେ ବାହୁବଲି ଆମଲେଟ୍ ହେଇଯିବ। ସେ ତାୱା ନେଇ ବସିଥିଲି ଏଇଟା ମୋ ଡାଇନିଂଟା ଦେଖ ଏଇଠି କଲରଫୁଲ୍ ଦିଆ ହଉଥିଲା ସେଇଟା ଅଛି ମୁଁ ସେଇଠି ଖାଇଦେଉଛି ବସିକି। ଆଉ ପିଠା ନେଇଯିବା ମୁଁ ଦେଖିଲେ ଆଇଁଷ ଜିନିଷ ମୋର ଟିକେ ଭାରି ଲୋଭ ବହୁତ ଲୋଭ ମୋର ଏଟା ଆଣିତେ ପଡ଼ିବ ଥାଳିରେ ଉଜାଡ଼ିଦବା। ବାସନ ଧୋଇବା ମୋ ପାଇଁ କାଳ ହେଲା ସେଇଟା ଦିନ ହୁଅନ୍ତା ମୁଁ ପ୍ରତ୍ୟେକ ଦିନ ଅଲଗା ଅଲଗା ଡିସ୍ ବନେଇକି ଖାଆନ୍ତି। ଦେଖ ଏଇଟା ଆମଲେଟ୍ ଖାଲି ପିଆଜ ଆମେ ଭାଙ୍ଗିବ ସେଥିପାଇଁ ଏଇଟା ହେଉଛି ପିଠା 4-5 ଖଣ୍ଡ ପିଠା ଅଛି। ଏବେ ମୁଁ ଦାବି ଦେବି ପୁରା ସିରିୟସଲି ଏବେ ମୁଁ ପୁରା ଦାବି ଦେବି। ପୁରା ସାଂଘାତିକ ଟେଷ୍ଟ ଟିକେ ଟିକେ ସ୍ପାଇସି ଟିକେ ଟିକେ ଖଟା ଟମାଟୋ ପଡ଼ିଛି ମସଲା ପୁରା ନିଜ କରିଛି ବୋଲି କହୁନି ସତରେ ବଢ଼ିଆ ଲାଗୁଛି। ଖାଇଦେଉଛି ଆଜ୍ଞା ପ୍ରବଳ ଭୋକ ଲାଇକ୍ କମେଣ୍ଟ ସେୟାର କର ମୁଁ ଟିକେ ଖାଇଦିଏ ତା ଭିତରେ। ମା ମୋତେ ସକାଳେ ଫୋନ୍ କରି କହିଲା ଛାତ ଉପରେ ଯାଇକି ଟିକେ ଗଛରେ ପାଣି ଦେବୁ ବାବାଟାରେ ଯାହା ଗଛ ଲଗେଇ ଦିଟା ପାଣି ଦେଇଦେବୁ ମୁଁ ହଉ ମା ଦେଇଦେବି କହିକି ଦେଇନଥିଲି ଏ ଖରା ହେଉଛି ମନେ ପଡ଼ିଲା ଦେଇଦେବି କାଲି ଆଜିକେ ଯଦି ପଳେଇ ଆସିଲା କାଲି ଭିତରେ ତାହେଲେ ଗାଳି ଦେବ ଓଦା ଦିନଥିବ ଯାଇ ସାଙ୍ଗେ ସାଙ୍ଗେ ପାଣି ଢାଳି ଦେଇକି ଖରା ହଉ ବରଂ ଢାଳି ଦେବି ପାଣି ଭାଇ ଗାଳି ଖାଇବାରେ ନାହିଁ ସିରିୟସଲି ସେ ଆଜି କାଲି ପରଦିନ ଆସିଲା ତମେ କହିବ ପାଣି ଦେଇନୁ ନା ମୁଁ ଦେଇଦେଇଛି। କଣ ଜିନିଷ କଣ କଣ ସେ କାହା ପାଇଁ ଆଣିଛୁ ମୋ ପାଇଁ ଗୁଣ୍ଡି ତ ଭାତ କାଇଁ ଶଳା ହାତ ନେଇକି ଯାଉଛି ଆଗର ମାଛ ଭଜା ଆରେ ଏଠିକା କହ ଏଇଟା କଣ ଏଇ କଣ ଜିନିଷ କଣ କହ କଣ କି ଭଜା ଏଟା କି ଭଜା ଆ ସିଏ କଣ ଆଉ ତା ପାଖରେ କଣ
ତୁ ଖାଇଛୁ କୁଆଡେ ଯାଉଛି ପୁଟୁଲି କୁଆଡେ ଯାଉଛି ଆମ ଜାତୀୟ କୁକୁର ଦେଶର କୁକୁର ଇଏ ହେଲା ଆଉ କଣ ଅଣ୍ଡା ଖାଇବୁ ଅଣ୍ଡା ସନ୍ଧ୍ୟାବେଳେ ଚାଉମିନ କରିବା ରହିଥା ହେଲା କି କାମ୍ପି ଭଳିଆ ଦେଖାଯାଉଛି କାମ୍ପି ମାରି ତ ବହୁତ କଥା କହୁଛ ବହୁତ କଥା କହୁଛ ବହୁତ କଥା କହୁଛ হ্যাঁ ବହୁତ କଥା କହୁଛ ହିନ୍ଦୀ କହୁଛ ହିନ୍ଦୀ କହୁଛ ହିନ୍ଦୀ କହୁଛୁ ହିନ୍ଦୀ କହୁଛି ଲୋ ହିନ୍ଦୀ ଧ ମାଡିବ ଛାତକୁ ନେଇଯା ଖରା ଛାଡି ଆସିବା ପିଛି ପିଛି ଏଇ ବାଇଆ ହେଇଯିବ ସେ ମୁଣ୍ଡ ଫୁଣ୍ଡ ବୁଲେଇବ ଛାଡ 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 ହାତ ଛାଡ ଖାଇବୁ ନା ଭାଇ ଭାତ ଖାଇବୁ ନା ଖାଇଛୁ କଣ ହଉଛି କହନି ଛୁଆଟା ଆଚ୍ଛା ମୁଁ ଖାଇଦଉଛି ହେଲା ମୁଁ ଖାଇଦିଏ ନେଇଯିବୁ ଶଳା ନେଇଯିବ କହିଲା ନେଇଯିବ ଶଳା ନେଇଯିବ ରଖ ସେଇଠି ରଖ ହାଣିଦେମି ବେକ କତରୁ ହାଣିଦେମି ରଖ ସେଇକି ଶଳା ନେଇକି ରଖ ହାଣିଦେମି ମୁଁ ଖାଇମି ରଖ 3 ଗଣ୍ଠି ରଖିବୁ ହାତ ଉପରେ ଉପରେ ରଖ 3 ଗଣି ଉପରେ ପୁଅ ଭୁଜାଲ ଟାଣିନି ହାଣିଦେମି ବହୁତ କଥା କହୁଛ ଶଳା ମୁଁ ଖାଇଦିଏ ର ଆଇଁଷ ପାଗ ତ ସକାଳ ଅଣ୍ଡା ବାଡେଇଥିଲି ଏଇଟା ଫୁଲକୋବି ଆଳୁ ବିମ୍ ଭଜା ମାଛ ଭାତ ହନୁମାନ ରାମ ଦର୍ଶନ ପାଇଁ ରାଲିକି ଯିବି ଆସିକି ପୁଣି ଚାଉମିନ କରି ଖାଇବି ବୁଝିଲ ଖାଲି ଆଇଁଷ ଆଜି ଏ ଛୁଆ ସହିତ ଲାଗୁଥିଲେ ବୁଲୁଥିଲି ଶୋଇ ପଡିଥିଲି ଖାଇକି ସକାଳ ବେলা କ୍ଲାସ କରି ଶୋଇ ପଡିଥିଲି এটা ওয়াইড অ্যাঙ্গেল দেখা হচ্ছে ଖାଇକି ବାହାରିବି ହେଲା ଯୋଉ ଇଏ ହଉଛି ରାମନବମୀ ପାଇଁ ରାଲି ହଉଛି ଯିବୁ ବାହାରେ କଲ୍ ଫଲ୍ କରିଦେଇଛି ବେଗା ଯିବା ଶୁଣୁଛି କିଏ ଯିବ ଦେଖିବା ହଇଲା ହାତ ଧୋଇକି ବାହାରିବି ଏବେ ଯିବା ପିଣ୍ଡି ଫିଣ୍ଡି ପକେଇବା ଏକାଥରେ ଯିବନି କଣ ଝିଅ ବାହାଘର କିଛି ତ ଯିବ ସବୁ ଲୁଗାପଟା ଦେବା ପାଇଁ ରିଲେଟିଭ ଘରକୁ ମୁଁ ଚାଲିଲି ଘର ଚାପ ପକେଇ ଦେଇକି ବାହା ନାହିଁ ନା ଏକିଟିଆ ଉଷୁମ ନ ଜାଣ ବାଳ ବାହାରି ଯିବେ କୁକୁଡ଼ା ଉଷୁମ ନ ଜାଣ ବସିକି କଣ ହେଇଛି ଅଣ୍ଡା ଦବା ନା କଣ ଅଣ୍ଡା ସିନା ମୂଳରୁ ନ ଛୁଆ ବଢୁ ନଥାଉ ମୁଁ ଆସି ପହଞ୍ଚିଯାଇଛି ପିଣ୍ଟୁ ଭାଇଙ୍କ ଫାର୍ମରେ ଦେଖିପାରୁଥିବେ କୁକୁଡ଼ା ଦେଖନ୍ତୁ ଅଷ୍ଟ୍ରେଲିଆ ଏଠି ବିଧବା ଏଠି ସଧବା ଆଉ ଏପଟେ ଆମେ ପିଣ୍ଟୁ ବାବୁ ଦେଶୀ ବି କଲେ ଦେଶୀ ଅର୍ଡର କରି ଅର୍ଡର କରି ଦିଆହବ ଯଦି ନେବେ ତାହେଲେ ପିଣ୍ଟୁ ବାବୁ କଣ୍ଟାକ୍ଟ କରିବେ ଆଉ ହେଲା ମୁଁ କମେଣ୍ଟ ଦେଇଦେବି ନମ୍ବର ଦେଇଦେବି କମେଣ୍ଟରେ ମୋତେ ନମ୍ବର ମାଗିଲେ ଦେଇଦେବି ନମ୍ବର ହେଲା ଆଉ ଆଜି ଆମେ ଯିବୁ ରାମନବମୀଟା ଭଦ୍ରକରେ ହୁଏ ରାମ ଦଶମୀଟା ଆମର ଏଇଠି ହୁଏ ତିହିଡ଼ିରେ ହୁଏ ତ ରାଲି ପ୍ରୋଗ୍ରାମ ଅଛି ତିହିଡ଼ିରୁ ରାଣୀପୁର କଲେଜ ଛକରୁ ରାଣୀପୁର ତ 3ଟା 3:30 ବେଳେ ବାହାରିବାର ଅଛି ମୁଁ ପଳେଇ ଆସିଛି ଟିକେ ପିଣ୍ଟୁ ବାବୁ ଟିକେ ଖାଦ୍ୟ ଦେବେ କୁକୁଡ଼ାଙ୍କୁ ଖାଦ୍ୟ ଦେଲେ କ'ଣ ୱେଟ୍ଟା ବଢ଼ିବ ୱେଟ୍ଟା ବଢ଼ିଲା ମାନେ ଯେ ବେପାରୀ ନେବ ଓଜନ ଟିକେ ଅଧିକା ହବ ହେଲା ଏକ୍ଜାକ୍ଟଲି ନା ଭିତରେ କଥା କହିବେନି କିନ୍ତୁ ମୁଁ କହିଦେଉଛି ଆଉ ତାପରେ ବାହାରିବା ହେଲା ଆଉ କ'ଣ କହିବି ଲାଇକ୍ କମେଣ୍ଟ ସେୟାର କର କୁହ ଭାଇ କ'ଣ ଲେଟ୍ କରୁଛ
बाइक लाज आस गई बुझे छे Classic para. ଆମର କଣ ରାଲିରେ ଯୋଗଦାନ ପାଇଁ ଆସିଥିଲି ରାଲି କୋଉଠି ଦେଖାଅ ନା ଡିଜେ ବାଜୁଛି ନା କେହି ଆସିନା ଆମେ ଦି ଜଣ ଖାଲି ଶୋଇଲୁ ଦି ପରେ ବୁଲୁଛୁ ତାପରେ ପୁଣି ଫେରିଗଲୁ ଯାଇକି ପଡା ପାରରେ ବସିବୁ ପତାକା ଗୋଟେ ଖୋଜିକି ବାନ୍ଧିବୁ ଏଇକିନା ତାପରେ ରାଲିରେ ରାଲିରେ ଯୋଗଦାନ ଦବୁ ଆଉ ଟାଇମିଂ ଥିଲା 3ଟା ଏବେ ହେଲାଣି 3:30 କେହି ଦର୍ଶନ ନାହିଁ ମିଛୁଟାରେ ତାରା ବୁଲୁଛୁ ହେଲା ଖାଲି ତେଲ ପୁଡୁଛି ବୁଲୁଛୁ ଇରାନ ଭଳିଆ ଝଗଡା ନାହିଁ ନା ଆମେ ବସିଛୁ ହେଲା ଭାରି ଡିସପଏଣ୍ଟ ଯାଉଛୁ ବାନ୍ଧୁ ଗୋଟେ ପତାକା ବାନ୍ଧିକି ଯେ ଗାଁ ଫାଁ ଦର୍ଶନ ଆଉ ବସି ପାରିବୁନି ଲଜ୍ଜା ଲାଗୁଛି ଲଜ୍ଜା ଲାଗୁଛି ଗାଁ ଫାଁ ବୁଲିବୁ ବୁଲିଲା ପରେ ପୁଣି ବାହାରିବୁ ରାଲି ପାଇଁ पिंटू जी पचारो ପତାକା ଟା ନଗେଇ ଦେଇଯିବା ତୁ ଯିବୁ କୋଉ ଦଇ ବସରେ ଯିବା ଦୌଡ଼ି ଘଣ୍ଟ ବୁଲି ବାଲିକି ଆସିଲୁ ପୁଣି ଦେଖିଲା ବେଳକୁ ନିଜେ ନାହିଁ ସେଇ ପୁରୁଣା ସ୍ଥଳୀ କଲେକ୍ସନ ମାନେ ଆମେ ଭାବୁଛୁ 2027 ମସିହା ପୋଷ୍ଟର ଟେକିବାକୁ ତାପରେ କଲେଜ ଛଅ ବୁଲୁଛୁ କିଛି କୁଆଡେ ନାହିଁ ଆଜି 20 ତାରିଖ 3ଟା ବେଳେ ଥିଲା 4ଟା 4:30 ହେଲାଣି କାଇଁ ମାର୍କେଟ ଛିଆ ହେଇଛି ସତ କିନ୍ତୁ କାଇଁ ପୁରା କଲେଜ ଛକ ଫାଙ୍କା ସତ ବୋଲି ଡିଜେ ତେଲ ପକେଇ ଦେଇଯାଇଛି ହେଲା ସେ ଟିକେ ଆମେ ଡିଜେ ରାଲିର ଟାଇମିଂ ଟା ଟିକେ ଲେଟ୍ ହବାର କାରଣ ଡିଜିର ତେଲ ସରିଯାଏ ତେଲ ଧରି ତେଲ ପକେଇତେ ବାକି ତା ପାଇଁ ତେଲ ପକେଇ ହଁ ହଉ ହଉ ତେଲ ପକେଇ ଆମେ ଏଠି ବୁଲିକି ଆଖିର ତେଲ ପକେଇ ଦିଆ ଆମେ ଏଇଠି ଗୋଟେ 30-40 କିଲୋମିଟର ବୁଲିଲୁଣି ଖାଲି ହଉନି ଆଉ 3ଟା ବେଳକୁ ବୁଲୁଛୁ ଆଉ ତାଙ୍କର ସେ କୁକୁଡ଼ା ଦେଇତେ ମୁଁ ଯାଉଛି ଇଏ ଇକୋ ବ୍ୟାଙ୍କ ଗଲି ଆକାଉଣ୍ଟଟାକୁ କଣ ହେଲା କେତେବେଳେ ଗଲା ଖାତାଟା ସମ୍ବାର ନେଇଯାଇଥିଲି ନେଇକି ଯାଇଥିଲି ହେଲା ଏମିତି ବୁଲାବୁଲି ତ ଗଲା ଖାଲି ଗାଁ ବୁଲିଲୁଣି 30 କିଲୋମିଟର ଖଣ୍ଡେ ହେଇଯିବ ଟୋଟାଲ 40 କିଲୋମିଟର ଧର ପତାକା ନେବା ପାଇଁ ଗଲୁ ସିଏ ପାଠ ପଢେଇଲା ଏ ପାଇପ୍ ନୁହେଁ ଷ୍ଟିଲ୍ ପାଇପ୍ ନେବ ସିଏ କେତେ ନା 250 ଟଙ୍କା ହେଲା ଯିବା ରାଲିରେ ମିଶିବା କିନ୍ତୁ ରାଇଟ୍ ନାଉ ନୁହଁ ମୁଣ୍ଡି ବସିଛନ୍ତି ଆମେ କଣ ଗାଣ୍ଡି ମୁଣ୍ଡ ଅନ୍ଧାର ଆମର ହେଲା ଦେଖ ରେଳ ଦେଖିବୁ ମୁତି ପକା ଟିକେ ट्रेन पाखर मुति करेन्ट पर न मारवा आमे पताका नगेकी आसलुनी राले बाहर नहीं जोट क्लास ସେଇଠି ଅଛି ପତାକା ନଗେଇକି ଗାଁ ଫାଁ ବୁଲିକି ଆସିଲୁଣି ରାଲେ ଯୋଉ ସେଇଠି ଅଛି बजार क्रॉस कला परे मु पळी आसली कम पळी आसली ना बजार क्रॉस कला परे मु बजार क्रॉस कर दी 3 बजारटा करी पळी आसली
ମାନେ ଅଲମୋଷ୍ଟ ମୁଁ ଆମ କାଳିପଡିଆ ଛକ କ୍ରସ୍ କରିଛି ମୋ ଛାତି ପାଖରେ ଏଇଠି ମୋର ଦି ତିନିଟା ଗୋଡି ଗୋଡି ମାଂସ ପେଣ୍ଡୁଳାଟା ବାହାରିଛି। ପୂର୍ବରୁ ବଥା ଲାଗୁନଥିଲା, ଏବେ ଧୀରେ ଧୀରେ ବଥା ଲାଗୁଛି ଆଉ ପୁରା ଟାଣିକି ଧରି ନଉଛି। ସେଥିପାଇଁ ପଳେଇ ଆସିଲି। ମୁଁ କହିଲି ମୁଁ ତ ରାମନବମୀ କି ଅଛି, ଏଥିରେ ନ ରହିଲେ କଣ ହେଲା, ଯେତିକି ବେଟା ଆସିଛି ସିଧା ବାହାରିକି ପଳେଇ ଆସିଲେ। ଯୋଉ ଟାଣି ଥିଲା ମାନେ ମଝିରେ ମୁଁ ଅଣନିଶ୍ୱାସୀ ଟାଇପ ଲାଗିଲା। ନିଜେ ଗାଡି ଚଲାଉଛି ଏମିତି କି କ୍ଲଚ ବ୍ରେକ୍ ଧରି ଧରି ହାତ ପୁରା କାଲୁଆ ମାରିଗଲାଣି ଏମିତି। ସାଙ୍ଗେ ସାଙ୍ଗେ ଗାଡି ପଳେଇ ଆସିଲି। ଆସିଲା ପରେ ମୁଁ ଘରେ ଟିକେ ବସିଲା ପରେ ମୋତେ ଭଲ ଲାଗିଲା। କେହି ଖରାପ ଭାବିବେନି, ଖରାପ ମାନିଲେନି, କିନ୍ତୁ ଦେହଟା ଭଲ ଲାଗିଲାନି ବୋଲି ପଳେଇ ଆସିଲି ମୁଁ। ଆଉ ଭୋକ ବି ପ୍ରବଳ ଲାଗୁଛି, ଆଉଛି ମ୍ୟାଗି ହବ ଯଦି ବନେଇବି, ନହେଲେ କ୍ଷୀର ଅଛି କଫି ଟିକେ ବନେଇକି ପିଇକି ଯିବା। କେତେ ବାସନ ଧୋଇବ ମଣିଷ, ମଣିଷ ଟେନସନ୍ ହେଇଗଲାଣି ବାସନ ଧୋଇବାକୁ ନେଇକି। ରୋଷେଇ କରିବା ଯେତିକି କଷ୍ଟ ନୁହଁ, ମତେ ବାସନ ଧୋଇବା ଭାରି କଷ୍ଟ କହୁଛି। ଇଏ ନର୍ମାଲ 2-3ଟା ପଡିଛି ଏଠି, ବାହାର ବାଥରୁମରେ ପଡି 4-5ଟା। ସେତିକି ଧୋଇବା ପାଇଁ ମୋ ବିବେକ ହାରିଗଲାଣି, ମୋର ପୁରା ସତରେ ହାରିଗଲାଣି। ଯେତେ ବାସନ ହେଇକି ଗୋଟେ ବାସନ ହେଇଗଲା। ପାଣି ପାଣି ନାହିଁ, ପାଣି ଆଣିଦେବି। ପୁରା ଭଲ ଲାଗୁଛି। ଟିକେ କ୍ଲାସିକ୍ କଫି, ନର୍ମାଲ କଫି ପିଏ ନା, ବ୍ରୁ। ଏଥିପାଇଁ ବେଲାରେ ବସେଇଦେଲେ ଜଲ୍ଦି ହବ, ହେଲା ଜଲ୍ଦି ଏଟା ଗରମ ହବ, ଜଲ୍ଦି ଜଲ୍ଦି ହବ। ପାଏ କ୍ଷୀରର ଚାହା, ପାଏ କ୍ଷୀର ଆଣିକି ଫ୍ରିଜରେ ରଖିଥିଲେ। ସେ ଦେଖ ଗାଁ କ୍ଷୀର ଆଗରୁ କେତେ ଭଲ ଆସୁଥିଲା, ଦେଖ ଢସ୍କର ପାଣି। ସିରିୟସଲି ମୁଁ ପାଣି ସତରେ କିଛି ଦେଇନି, ଯେତିକି ଆଣିଥିଲି ପାଏ କ୍ଷୀର ସେ ଗିନାରେ ଥିଲା, ଆଣିକି ଢାଳିଛି ହେଲା। ଢସ୍କର ପାଣି କହିବି କାହାକୁ, ଶୁଣିବ କିଏ। ହେଇଗଲାଣି ଆଉ ଏଇଟା ମୋ ଫେଭରେଟ୍ କ୍ଲାସ୍, ମୁଁ ଏଥିରେ କଫି ପିଏ। ଗୋଟେ ବେଲା ହେଇଗଲା, କେତେ କେମିତି ଧୋଇବି କହିଲ, କେତେ ଧୋଇବି। ମୋ ଭଳିଆ ପିଲାକୁ ଧୁଆ ଧୋଇ ଭାରି କଷ୍ଟ। କଫି ବନେଇଦେଲି, ଭଲ ଲାଗୁଛି, କିନ୍ତୁ ଚାହା ମାନେ କଫିଟା ପୁରା ପାଣି ପାଣି ଲାଗୁଛି ନା, ପୁରା ପାଣିଚିଆ ଚାହା ମାନେ କ୍ଷୀର ରହିଛି। ଦେହଟା ଭଲ ଲାଗୁନି ସିରିୟସଲି, ସେଥିପାଇଁ କଫି ଟିକେ ପିଇଦେଲି, ଟିକେ ରେଷ୍ଟ ନେଉଛି। ରହିଲି ବାଏ, ଗୁଡ୍ ନାଇଟ୍ କହିହେବନି। ଯଦି ମୁଁ ଶୋଇପଡୁଛି ଏମିତି, ଏବେ ସମୟ ମୋତେ ଏମିତି ହଉଛି, ଶୋଉଛି ତ ପୁରା ଶୋଉଛି, ନ ଶୋଉଛି ରାତିରେ ବି ନିଦ ହଉନି ମୋତେ। ଟିକେ ଖଣ୍ଡେ ଏଡିଟିଂ ଅଛି, ପୁରୁଣା ଭିଡିଓସ୍ ତାକୁ ଅପଲୋଡ କରିକି ଯାଆନ୍ତୁ। ମୋ ପୁରୁଣା ଭିଡିଓ ଦେଖନ୍ତୁ, ଲାଇକ୍ ସବସ୍କ୍ରାଇବ କମେଣ୍ଟ କରନ୍ତୁ। ମୁଁ ଆଗରୁ ବହୁତ ବଡ଼ ପ୍ଲାନ୍ ରଖିଛି, ଯୋଉଟାକି ଆପଣମାନଙ୍କୁ ଲାଗୁଥିବ ଏଇଟା ମୁଁ ଆପଣଙ୍କୁ ଲିଟରାଲି ବହୁତ ଜିନିଷ ଦେଖେଇବି, ଯୋଉଟା ମାନେ କେହି ବ୍ଲଗର ବି ଦେଖୁନଥିବେ। ଇଭେନ୍ ଆପଣ ଯଦି ମୋତେ ମନିଟାଇଜ କରିଦଉଛନ୍ତି, ଦେନ୍ ମୁଁ ଆପଣଙ୍କୁ ଆଉଟ୍ ଅଫ୍ ସିଲାବସ୍ ବହୁତ ଜିନିଷ ଦେଖିପାରିବି, ଯୋଉଟା ମୁଁ ଜାଣିଛି କିନ୍ତୁ ହ୍ୟୁଜ୍ ଏ କଣ୍ଟେଣ୍ଟକୁ ଆଣିପାରୁନି। ଆପଣମାନେ ଜାଣିନଥିବେ କ'ଣ କୋଉଠି କେମିତି କୋଉ ପ୍ରକାର ଜିନିଷ ହୁଏ। ଆପଣ ଲିଟରାଲି ୟୁଟ୍ୟୁବରେ କେହି ବି ଦେଖୁନାହାନ୍ତି, ଇଭେନ୍ ହିନ୍ଦୀ କ୍ରିଏଟର ବି। ମୁଁ ବ୍ଲଗିଂ କଥା କହୁନି, ଇଏ ଆଉଟ୍ ଅଫ୍ ସିଲାବସ୍ କହୁଛି, ମାନେ ବହୁତ କିଛି ଅଲଗା, ଯୋଉଟାକି ମୁଁ ବୋଧେ ବହୁତ ଦିନରୁ ବାହାର ବୁଲିଛି, ବହୁତ ଜିନିଷ ଜାଣିଛି, ଯୋଉଟାକି ଆପଣମାନଙ୍କୁ ଦେଖିବାକୁ ଚାହୁଁଛି। କିନ୍ତୁ ଆପଣମାନେ ଯଦି ମୋତେ ମନିଟାଇଜ କରୁଛନ୍ତି, ଦେନ୍ ମୁଁ ସେଟା କରିପାରିବି। କ'ଣ ପାଇଁ ନା ବ୍ୟାକ୍ ସପୋର୍ଟ କହିବାକୁ ଗଲେ କିଛି ଏକ୍ସଟ୍ରା ରଖିବାକୁ ପଡ଼ିବ, ଯୋଉଟାକି ମୋତେ ସେଇଟା ମନିଟାଇଜ ହେଲା ପରେ ହିଁ ମୁଁ କରିପାରିବି। ୟୁଜ୍ କହିବାକୁ ଗଲେ ମୋର ବହୁତ କଣ୍ଟେଣ୍ଟ ବାକି ଅଛି ମନିଟାଇଜ। ଯଦି ଆପଣମାନେ ପୁରା ଭିଡ଼ିଓସ୍ ଦେଖୁଛନ୍ତି, କମେଣ୍ଟ କରୁଛନ୍ତି, ଲାଇକ୍ କରୁଛନ୍ତି, ଜେନ୍ୟୁଇନ୍ ଭାବରେ ମନିଟାଇଜ ହେଇଯିବ। ଆପଣଙ୍କୁ ଟଙ୍କାଟେ ଦବାର ନାହିଁ, କେବଳ ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ, ଭଲ ଲାଗିବ। ରହିଲି, ଯଦି କରୁଛନ୍ତି ଆଗକୁ ବହୁତ ଅଲଗା କଣ୍ଟେଣ୍ଟ ଦେଖିବେ, ଗୋଟେ ହିଣ୍ଟ ଦେବି। ହିଣ୍ଟ, ମାଛ ଚାଷ ଠାରୁ ମାଛରେ ସ୍ମଗଲ କରୁଥିବା ଜିନିଷ ବି ଦେଖିପାରିବି ମୁଁ, କିନ୍ତୁ ମୁଁ ଦେଖାଏନି। ଜାଣିଛି କୋଉଠି କେମିତି, ଆଉ ମୁଁ ଦେଖେଇ ବି ପାରିବି ସେଟା। ଦେଖିବା ପାଇଁ ସେତିକି ମୋତେ ମନିଟାଇଜ ହବାକୁ ପଡ଼ିବ। ଦେନ୍ ଆପଣ ଟିକେ ଟ୍ରାଏ କରନ୍ତୁ। ଆପଣଙ୍କୁ କିଛି କଷ୍ଟ ଦେବାକୁ ପଡ଼ିବନି, ଆପଣ ଫ୍ରିରେ ପୁରା ଭିଡ଼ିଓସ୍ ଦେଖିବେ। ଭଲ ଲାଗିଲେ ଦେଖନ୍ତୁ, କଣ୍ଟିନ୍ୟୁ ଦେଖନ୍ତୁ, ମୋ କଥା ସ୍କିପ୍ ନ କରିକି ଦେଖନ୍ତୁ, ଜେନ୍ୟୁଇନ୍ ଭାବରେ ଭଲ ଲାଗିବ। ଲାଇକ୍ କମେଣ୍ଟ ସେୟାର କରିବେ, ମନିଟାଇଜ ଅଟୋମେଟିକଲି ହେଇଯିବ ମୋର, ମୁଁ ଯଦି ଭିଡ଼ିଓସ୍ ପକେଇବି। ଦେନ୍ ରହିଲି ମୁଁ ଏବେ, ବାଏ।